ନିଜକୁ ନିଃସ୍ୱ କଲେ ଯାଇ ତବେ ଭଗବାନଙ୍କୁ ପାଇପାରିବ। ଏକଥା ବହୁ ମହାମନୀଷୀ ପଣ୍ଡିତ ବିଦ୍ୱାନ କହିଛନ୍ତି। ତେବେ ମଣିଷ ନିଜକୁ ନିଃସ୍ୱ କରିବ କିପରି? ନିଃସ୍ୱତା ସାଧାରଣତଃ ଦୁଇ ପ୍ରକାର। ଗୋଟିଏ ହେଉଛି ପାର୍ଥିବ ନିଃସ୍ୱତା, ଆଉ ଗୋଟିଏ ଅପାର୍ଥିବ ନିଃସ୍ୱତା। ଗୋଟେ ଲୋକର ଧନ ସମ୍ପତ୍ତି, ଘର ଦ୍ୱାର, ଜମି ବାଡ଼ି କିଛି ନାହିଁ, ସେ ଗରିବ ଲୋକଟିଏ, ମୂଲଟିଏ ଲାଗିଲେ ଚଳୁଛି, ସେ ନିଃସ୍ୱ। ସେ ଯେଉଁ ନିଃସ୍ୱତା ତାହା ହେଉଛି ପାର୍ଥିବ ନିଃସ୍ୱତା। ଯଦି ସେ ନିଃସ୍ୱତା କାରଣରୁ ସେ ଭଗବାନଙ୍କୁ ପାଇ